ଏଇଠି ଯେତେବେଳେ ମୁଣ୍ଡ ମରା ଥାଏ ମା ଘରେ ଥିବା ଦୁଆର ଯେତେବେଳେ ଶିଶୁ ମୁଣ୍ଡା ରନ୍ଧ୍ରକୁ ମୁଣ୍ଡ କରିଦିଏ ସେତିକି ବେଳେ ପିଲାଟି ଅନିଶ୍ୱାସୀ ହେଇଯାଏ। ଅନିଶ୍ୱାସୀ ହେଇଯାଏ ହେ ଠାକୁର ଆପଣ ମୋର ସବୁ ପାଖରେ ଅଛନ୍ତି, ସବୁ କଥା ବୁଝିଛନ୍ତି, ସବୁ ଦାୟିତ୍ୱ ନେଇଛନ୍ତି। ହେଲେ ଏବେ ମୁଁ ନା ଜାଣିଛନ୍ତି ଦେଖିବେ ଯେତେବେଳେ ଆପଣ ବଡ ବିପଦ ଆସିବ ସେତେବେଳେ ପ୍ରଭୁଙ୍କ ନିକଟରେ ପ୍ରତିଜ୍ଞା କରିବେ। ତେଣୁ ପ୍ରଭୁ କହନ୍ତି ନା ସବୁ ଶୁଣି ମଧ୍ୟ ନ ଶୁଣିଲା ସେତିକି ବେଳେ ବାରମ୍ବାର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ଆମେ ସମସ୍ତେ ମା ଗର୍ଭରେ ଘୂର୍ଣ୍ଣନ ଗତିରେ ଘୁରିବାକୁ ଲାଗିଥାଉ। ସେତିକି ବେଳେ ମା କଷ୍ଟ ପାଇଥାଏ। ହୋଇ ଆମେ ସମସ୍ତେ କଷ୍ଟରେ କହୁ ହେ ପ୍ରଭୁ ଆପଣଙ୍କ ନିକଟରେ ମୁଁ ହାତ ଧରି ପ୍ରାର୍ଥନା କରୁଛି। ଆଚ୍ଛା ଗୋଟେ କଥା ଏଠି ଅନେକ ବ୍ୟକ୍ତି ବିଶେଷ ଥିଲେ ପାଲା ଦେଖିବା ପାଇଁ କାହାର ଇଚ୍ଛା ହେଲା କାହାର ଇଚ୍ଛା ହେଲାନି କୋଉ ଲୋକଟି ଚାଲିଗଲା ତାକୁ ଯଦି କୁହାଯାଏ ତା ଘରେ ଗୋଟେ ବଡ ଅଘଟଣ ଘଟିଲା ପିଲାଟି ଘୂର୍ଣ୍ଣନ ଗତିରେ ଘୁରି 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 ଶେଷରେ କହିଥାଏ ହେ ପ୍ରଭୁ ମୁଁ ଆପଣଙ୍କୁ ହାତ ଯୋଡ଼ି ନାଇଁ ତୁ ବୈକୁଣ୍ଠ ଯିବୁ